ଚ୍ୟାନେଲରୁ ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରାଚୀନ ସାଂସ୍କୃତିକ ଶିକ୍ଷଣୀୟ ତଥା ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆମ ଓଡ଼ିଆ ପାଲା ଆମର ଏହି ସୁରଭି କାର୍ଯ୍ୟକ୍ରମ। ତେବେ ବିଦଗ୍ଧ ମଣ୍ଡଳୀ ଭଗବାନ କୃଷ୍ଣ କହିଲେ ମହାଭାରତରେ ଦ୍ୱାପର ଯୁଗରେ ଇଏ ହେଲା ପ୍ରଥମ ନମ୍ବର ଲଜ୍ଜାଜନକ କ୍ଷତି। ଦ୍ୱିତୀୟ କଣ ଯାଉ ରମଣ ହେଲା ପୁଅ ସେଦିନ ପରାଶର ବାବାଜୀଙ୍କ ସହିତ ଯୋଜନ ଗନ୍ଧାଙ୍କର ଆଜ୍ଞା କୁଳେ ନଦୀ ନାଙ୍ଗ ସଙ୍ଗମସ୍ତ ବଳ ସଙ୍ଗୋଳେ ଜନ୍ମିତ ବ୍ୟାସ ଦେବ ଶ୍ରୀନାୟ ଭବେ ନେগে ଅକ୍ଷୟ ବ୍ରହ୍ମ ଆଜ୍ଞା ପଡିଲା ବାପା ଯୋଜନ ଗନ୍ଧା ଗର୍ଭରେ 2.5 ଦଣ୍ଡ ଭିତରେ ସନ୍ତାନ ଜନ୍ମ ନେଲେ ଦୈପାୟନ କୃଷ୍ଣ ବ୍ୟାସ। ঠিক না আজ্ঞা? ঠিক তো। কিন্তু ভগবান কৃষ্ণ কহিলে হে ভীষ্ম যদি বিশ্বর কল্যাণ পাই একথা কলে ঠিক মনা করুনি না যদি একথা কলে পুয়টি জন্ম হেলা বাস পুয়টিকে নেইকি গলে স্ত্রীটিকে ছাড়ি দেখি যাবে আজ্ঞা যদি সেতবে তাহা লা এবে যে ছাড়ি দৌঁচ কहीं কেস বাস হচ্ছে ব্রহ্মপুর দীপিকা দিନେଶ କେଶ କେତେ ଏମିତି କେଶ ଆମେ ଦେଖିଲେଣି 2 ବର୍ଷ ଭିତରେ ଆଜ୍ଞା 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 କେଶ ବାସ ହଉଛି ଯଦି ପରାଶର ଭଳି ବାବାଜୀ ବିଶ୍ୱର କଲ୍ୟାଣ ପାଇଁ ସନ୍ତାନଟିଏ ସୃଷ୍ଟି କଲେ ମହାଜ୍ଞାନୀ ବ୍ୟାସ ଇଏ ପୁଅ ଆଉ ସ୍ତ୍ରୀ କି ସାଥିରେ ନେଇକି ଆଶ୍ରମକୁ ଯିବେ ନା ଜ୍ଞାନୀ ପୁଅଟାକୁ ନେଇକି ମାଟାକୁ ଛାଡ଼ିଦବ କୋଉଠି ଅଛି ଆଜ୍ଞା? ଭଗବାନ କୃଷ୍ଣ କହିଲେ ଇଏ ଦ୍ୱିତୀୟ ନମ୍ବର ହଉଛି ଲଜ୍ଜାଜନକ କ୍ଷତି। ଚାଲିଲେ ସତ୍ୟବତୀ ଆଜ୍ଞା ଯୋଜନ ଗନ୍ଧା ଦାସ ରାଜା ବାପାଙ୍କ ପାଖରେ ଆଶ୍ରୟ ନେଲେ ପୁଅ ଆରେ ଦିନକର ଘଟଣା ହେଲା କଣ ଭ୍ରମଣ କରୁଛନ୍ତି ଯମୁନାର ଆର ପାର୍ଶ୍ୱରେ କିଏ ଯୋଜନ ଗନ୍ଧା ଆଜ୍ଞା ସୁନ୍ଦରୀ ଏପଟେ ବିରହ ଯନ୍ତ୍ରଣାରେ ଜର୍ଜରିତ ହୋଇଥିବା ଜଣେ ପୁରୁଷ ଆଜ୍ଞା ସିଏ କେହି ନୁହନ୍ତି ହସ୍ତିନାର ରାଜା ଶାନ୍ତନୁ ଭ୍ରମଣ କରୁଛନ୍ତି ଆଜ୍ଞା ଚାହିଁଦେଲେ ସୁନ୍ଦର ରୂପଟାକୁ ବାବା ଆଶ୍ଚର୍ଯ୍ୟାନ୍ୱିତ ହେଲେ ବାବା ଇଏ କାବାନ୍ଧ ଶାନ୍ତନୁ ଚାହିଁଦେଇ ମନେ ମନେ ବିଚାର କଲେ ସୁନ୍ଦରୀ କି ମୁଁ ସ୍ତ୍ରୀ କରିଦେଲେ ମୋ ଜୀବନଟା ଧନ୍ୟ ହେଇଯିବ କାହିଁକି ଆଜ୍ଞା କାହିଁକି ଶାନ୍ତନୁ ବିବାହ କରିଥିଲେ ଗଙ୍ଗାଙ୍କୁ ଆଜ୍ଞା ଗଙ୍ଗା ନିଷ୍ପତ୍ତି ନେଇଥିଲେ ଯୋଉ ଦିନ ପର୍ଯ୍ୟନ୍ତ ମତେ ଗଙ୍ଗା କହିବ ମୁଁ ତମ ପାଖରେ ଥିବି ଯୋଉଦିନ ମତେ ଗାଙ୍ଗୀ ବୋଲି ସମ୍ବୋଧନ କରିବ ଯିବି ସେଇଦିନ ମୁଁ ଯିବି କାହିଁକି ନା ତାଙ୍କର ଇଚ୍ଛା ଥିଲା ଶିବଙ୍କୁ ବିବାହ କରିବା ପାଇଁ ଆଜ୍ଞା ଇଏ ଶିବଙ୍କୁ ତପସ୍ୟା କରି ଶିବଙ୍କର ସମତ ବେଶ ପୋଷାକ ମାଗି ପରିଧାନ କରିକି ଯେତେ ଦେଖାଗଲେ ଶିବଙ୍କ ଭଳି ଜାଣିପାରିଲେନି କିଏ ଗଙ୍ଗା ବରମାଲ୍ୟ ଦେଇଦେଲେ ପରବର୍ତ୍ତୀ ସମୟରେ ଜାଣିଲେ ଇଏ ଶିବ ନୁହନ୍ତି ହସ୍ତିନା ରାଜା ଶାନ୍ତନୁ କହିଲେ ମୁଁ ଗଙ୍ଗା କହିଲା ପର୍ଯ୍ୟନ୍ତ ଥିବି ଗାଙ୍ଗୀ କହିଲେ ଯିବି 7ଟା ପିଲା ହଉ ହଉ ତାଙ୍କ ଆଗରେ ଇଏ ବଧ କଲେ ଆଜ୍ଞା ନୀରବ କାମାନ୍ଧ ପୁରୁଷ ଶାନ୍ତନୁ ଅଷ୍ଟମ ଗର୍ଭରେ ଆସିଲେ ଦେବବ୍ରତ ମାରିବା ପାଇଁ ଉଦ୍ୟତ ହୁଅନ୍ତି ଆଉ ଧୈର୍ଯ୍ୟ ଧରି ପାରିଲେନି ମା ଶାନ୍ତନୁ କହିଲେ ଗାଙ୍ଗୀ କଣ କରୁଛୁ ଏତିକିରେ ପିଲାଟାକୁ ବସୁନ୍ଧାରେ ପକେଇ ଦେଇ ବିଦାୟ ନଉଛନ୍ତି ଶାନ୍ତନୁ ପଚାରିଲେ କହିଲେ ତମେ ତ ଯିବ ଇଏ ପିଲା କେମିତି ବଞ୍ଚିବ ନା ଇଚ୍ଛା ହେଲେ ବଞ୍ଚିବ ଇଚ୍ଛା ହେଲେ ମରିବ କହିଦେଇକି ଗଲେ ଯେତେ ଦୁଃଖ ଆଜ୍ଞା ଆମେ ଶିଖିବା ପତ୍ନୀ ବିଚ୍ଛେଦ ଦୁଃଖ ଠାରୁ ଆଜ୍ଞା ଆଉ ଦୁଃଖ ନାହିଁ କଣ ଅଛି ଦୁଃଖ ସ୍ୱାମୀ ଥିବ ଆଜ୍ଞା ସ୍ତ୍ରୀ ମରିଯିବ ୟାଠୁ ବଡ ବିପତ୍ତି ସଂସାରରେ ନାହିଁ ଭଞ୍ଜ ସୁନ୍ଦର ପଦେ ଛାନ୍ଦ ଲେଖିଲେ ଲେଖନ୍ତୁ ଅନୁପ୍ରାସ ସୁଭଦ୍ରା ପରିଣ ଛାନ୍ଦ ଛାନ୍ଦ ନହେଲେ ପାଲା ନାହିଁ ଅନୁପ୍ରାସ ସୁଭଦ୍ରା ପରିଣ ଛାନ୍ଦ କୋରେ ସର୍ଜିବାରେ ଧାତା বিচ্ছেদ আরে
যুবতী বিচ্ছেদ বাস বাস যেতে বিপত্তি জ্ঞানী মন্ডলী সংসার অছি আহা পত্নী বিচ্ছেদ বিপত্তি ঠারু শ্রেষ্ঠ বিপত্তি আজ্ঞা সংসার আর নাই না ভঞ্জ ভଳି কবি মিলিবানি না কেন সুন্দর কথা কহিলে সর্জি বারে ধাতা যুবতী বিচ্ছেদু রচি নাহি বড় বিপত্তি বাস স্বামী থিব স্ত্রী চালিଯିବ আগে দশ মহলা কোঠা থিব ব্যাগরে 10 কোটি সম্পত্তি থিব বেশ শান্তি নাই কোন লাভ ଅଛି কাহিকি କାହିଁକି ଆଜ୍ଞା ଆପଣ ମାନେ ଦେଖୁଥିବେ ଦୋକାନରେ ଆପଣ 1000 ପାନ ଭାଙ୍ଗି ଖାଆନ୍ତୁ ନା କାହିଁକି ବୁଢା ବସିଥିବ ବୁଢୀ ପୁଅ ପାନ ଭାଙ୍ଗିକି ଦଉଥିବ ବୁଢୀ ପାନ ସ୍ୱାଦ ଏ ଦୋକାନ ପାନ ହବ ହବ ନାହିଁ ଆଜ୍ଞା ବୁଢା କହିବ ଯେତେ ପାନ ମୋ ବୁଢୀ ଓ ପାନଟା ସବୁଠୁ ସ୍ୱାଦ ଆଉ ଆଜ୍ଞା ଏବେ ଗାଁ ଗାଁ ଆମେ ଦେଖୁଛେ ଯଦି ପୁଅ ବୋହୁ ଭିନେ କରି ଦେଇଛନ୍ତି ମା ବାପାକୁ ମା ବୁଢା ବାପାକୁ ଝାଡା ଲାଗିଲେ ସ୍ତ୍ରୀ କେବଳ ସାଥିରେ ଯିବ ଲାଣ୍ଠିନି ଦେଖେ ବୁଢୀକି ଝାଡା ଲାଗିଲେ ବୁଢା ଯିବ ଲାଣ୍ଠିନି ଧରିକି ପୁଅ ବୋହୁ ଶୋଇଥିବେ ଅନୁଭବ ସବୁ ଗାଁରେ ଏମିତି ଗୁଣବନ୍ତ ସନ୍ତାନ ଅଛନ୍ତି ଆଜ୍ଞା ଆଜ୍ଞା ବାପା ମାଙ୍କୁ ଭିନେ କରି ଦେଇଥିବେ କରିଦେଇଥିବେ ରାତି ଅଧରେ କଣ ଭଲ ମନ୍ଦ ହେଲା ଇଏ ଆରାମରେ ଶୋଇଥିବେ ଶୋଇଥିବେ ଆଜ୍ଞା ଆଉ କିନ୍ତୁ ବୁଢାକୁ ନିଦ ହବନି କି ବୁଢୀକି ନିଦ ହବନି ହବନି ଯେତେ ସମ୍ପତ୍ତି ଥାଉ ଆଜ୍ଞା ଯଦି ସ୍ୱାମୀ ପାଖରେ ସ୍ତ୍ରୀ ନାହିଁ ନାହିଁ ଆଉ ଶାନ୍ତି ଜୀବନରେ ନାହିଁ କଣ ଅଛି ଆଉ ସତ କାମିନୀ ମନାଇବା ପୁରୁଷ ଶପଥ ଦୀପରେ ନୃପ ରୂପତି ଆଉ ଯିଏ ନାରୀ ମାନଙ୍କୁ ପୁଅ ମୋହ ଫାସରେ ବାନ୍ଧି ପାରିଲା କଳି ଯୁଗରେ ଆଜ୍ଞା ମର୍ତ୍ତ୍ୟ କଟକରେ ହଁ ଭଞ୍ଜ କଲେ ସିଏ ହଉଛନ୍ତି ଏ ଦେବରାଜ ଇନ୍ଦ୍ର ସିଏ ହଉଛନ୍ତି ସ୍ୱର୍ଗର ପତି ନୃପତି ତେବେ ବାସ୍ 5ଟା କଥା ଜ୍ଞାନୀ ମଣ୍ଡଳୀ ବିନା ଅଗ୍ନିରେ ହଁ ଶରୀରକୁ ପୋଡ଼ି ଦିଏ କଣ ସେ ପାଞ୍ଚ କଥା ଆଜ୍ଞା 5 କଥା ଗଣେ କଣ କୋଲେ କାନ୍ତା ବିଯୋଗ ସଜନା ପବାଦ ଋଣସ୍ୟ ଶେଷ କୁଜନସ୍ୟ ସେବା ଦରିଦ୍ର କାଳେ ପ୍ରିୟ ଦର୍ଶନାଞ୍ଜ ଚାଗ୍ନିନାଂଶ ଦାଦହ ଦିଗାୟ କାନ୍ତା ବିଯୋଗ ବାସ୍ କାନ୍ତା କହିଲେ ସ୍ତ୍ରୀ ଯାହା ଭଞ୍ଜ କହିଲେ ହଁ ସେଇ କଥା ମଧ୍ୟ ଶାସ୍ତ୍ରକାର କହିଲେ ସ୍ତ୍ରୀଟି ଯଦି ବିଚ୍ଛେଦ ହେଇଯାଇଛି ହଁ ବିନା ଅଗ୍ନିରେ ପୁରୁଷର ଶରୀର ଦହନ ହେଇଯାଉଥିବ ପୋଡ଼ି ଉଡି ଯାଉଥିବ ଚିନ୍ତା କରି କରି ଆଜ୍ଞା ଆଜ୍ଞା ଝୁରି ଝୁରି ହଁ କହିପାରିବନି ସିନା ହଁ ସିଏ ପୋଡ଼ିବାଟା ସିଏ ଏକୁଟିଆ ଜାଣିବ ଜାଣିବ ନା ଆଉ ଆଜ୍ଞା ହଁ। କାନ୍ତା ବିଯୋଗ ସଜନା ଅପବାଦ ଏ ମହତ ଲୋକର ଯଦି କିଏ ନିନ୍ଦା କରେ କରେ ପାଖରେ ଆମେ ଥିବା ଆଜ୍ଞା ଆମର ସିନା ବଳ ନଥିବ ପ୍ରତିରୋଧ କରିବା ପାଇଁ ଆଜ୍ଞା ଆଜ୍ଞା କଣ ଗୋଟା କରିଦିଅନ୍ତି ପୁଅ ଦେହଟା ଜଳି ଯାଉଥିବ ବାବା ମୋ ମହତ ଲୋକରେ ନିନ୍ଦା କରୁଛି କରୁଛି ବିନା ଅଗ୍ନି ଶରୀର ପୋଡ଼ିଯିବ କାନ୍ତା ବିଯୋଗ ସଜନା ଅପବାଦ ପୂଜନ ଋଣସ୍ୟ ଶେଷ କୁଜନସ୍ୟ ସେବା ସେବା ଜୀବନ ସାରା ଯଦି ମା ମାନେ ଋଣ ଭାରରେ ବୁଡ଼ିକି ଜଣେ ରହିଲା ହଁ ତାଠୁ ଦୁଃଖ ଆଜ୍ଞା ସଂସାରେ ନାହିଁ ବିନା ବିନା ଅଗ୍ନିରେ ଶରୀର ପୋଡ଼ିଯିବ କୁଜନସ୍ୟ ସେବା ସେବା ହୀନ ଲୋକର ସେବା କରି କରି ଯଦି ଜୀବନ ସରିଗଲା ୟାଠୁ ବଡ ଦୁଃଖ କେହି ନାହିଁ ହଁ। ବିନା ଅଗ୍ନିରେ ଶରୀର ପୋଡ଼ିଯିବ ଯିବ ଦରିଦ୍ର କାଳେ ପ୍ରିୟ ଦର୍ଶନାଞ୍ଚ ଆଜ୍ଞା ମଣିଷ ଦରିଦ୍ର ହେଇଯାଇଥିବ ଏହି ବାସନ୍ଦରା ଅନୁଷ୍ଠାନ କୌଣସି କର୍ମକର୍ତ୍ତା ଭେଟିଯିବେ ପୁଅ ଖୋର୍ଦ୍ଧା ବସ୍ ଷ୍ଟାଣ୍ଡରେ ଆଜ୍ଞା ଚାହା ଟିକେ ଦେବା ପାଇଁ ଆଜ୍ଞା ପଇସା ନଥିବ ଅଣ୍ଟାରେ ଏତିକି ଅଭାବ ଥିବ ସେତେବେଳେ ଶରୀର ପୋଡ଼ି ଯାଉଥିବ 5 ଦିନ କାଳ ତାଙ୍କ ଗାଁରେ ରହିକି ମୁଁ ଖାଇ ପିଇକି ଆସିଛି ଅତିଥି ସେବା ଭଲରେ କରିଛନ୍ତି ମୁଁ ଚାହା କପେ ଦେଇପାରିଲିନି ଶରୀର ଆଜ୍ଞା ବିନା ଅଗ୍ନିରେ ପୋଡ଼ି ଯାଉଥିବ କ'ଣ ହେଲା ମୋ ପରିସ୍ଥିତି ତେଣୁ ଏ 5ଟା କଥା ବିନା ଅଗ୍ନିରେ ପୋଡ଼ିଯିବ କିନ୍ତୁ ଏଠି ଦେଖିଦେଲେ ଶାନ୍ତନୁ ଜଣେ ଅନିତ୍ୟ ସୁନ୍ଦରୀ ନାରୀ ମନେ ମନେ ବିଚାର କଲେ ଇଏ ନାରୀଟାକୁ ଯଦି ମୁଁ ପାଇଯାଆନ୍ତି ମୋ ଜୀବନ ଧନ୍ୟ ହେଇଯାଆନ୍ତା ବାଙ୍କ ନିଧି ଦାସ ଗୋଳବାଇ ଆସୁ ପୁଅ ମନେ ମନେ ଭାବୁଛନ୍ତି କୋଲା ରସା ରସା ବାଳାକୁ ରସା ରସା ବାଳାକୁ ଯେତିକି କହୁଛି ହଉ ଏମିତି ହବ ନା ହଁ ଯେତିକି କହୁଛି ହବ କ'ଣ କରିବା ଶୁଭିଲା ଶୁଭିଲା ନ ଶୁଭିଲା କ'ଣ ଯେତିକି ହବ ନା ଆଉ
কোলা রসা রসা বাড়াগু সদে গরিবি কি মোর গলা মারা রে রসা রসা সদে গরিবি কি মোর গলা মারা রে রসা রসা বাড়াগু গেলা খঞ্জরি ডনয়না সুমনা গেলা খঞ্জরি ডনয়না সুমনা সোনা গরি যার প্রেম শিরা রে রসা রসা বাড়াগু সদে আচ্ছা সতে কଣ মু গোলামালা করিবি করিবি বিশ্বরে বাপা যদি হ্যাঁ ସବୁ ପୁଅ ଚାହିଁବେ ଆଜ୍ଞା ଆମେ ସୁନ୍ଦର ସ୍ତ୍ରୀ ପାଇବୁ ପାଇବୁ ପାଇବା ଆଜ୍ଞା ହବନି ସବୁ ଝିଅ ଚାହିଁବେ ବାସ୍ ଆମେ ସୁନ୍ଦର ସ୍ୱାମୀ ପାଇବୁ ପାଇବୁ ଭାବିଲେ ହବ ହବନି ନାଇଁ କାହିଁକି କର୍ମ କରିଥିଲେ ମା ମିଳିବେ କଣ କର୍ମ କଣ କର୍ମ କଲେ ସୁନ୍ଦର ସ୍ୱାମୀ ମିଳିବେ ବେଶ ସୁନ୍ଦର ସ୍ତ୍ରୀ ମିଳିବେ ବାଙ୍କା ଦୋଷ ଛାଡି ନାହାନ୍ତି ନା ନା କୋଲେ ଶୁଣି ହୋଇଥିଲା ଦ୍ରୁପଦ ବାରତନ ଗୋବ୍ରବଦ ବାରତନ ଗୋବ୍ରବଦ କାଳିକି ମନାଇ ଯୋଗ ମାଳ ଦେଇ କାଳିକି ମନାଇ ଯୋଗ ମାଳ ଦେଇ ଭାଗ୍ୟ ଗୋପାଟ ହେବ ମୁକୁଳରେ ରସା ରସା ବାରାଗ ସତେ କରିବି କି ମୋର ଗଳମାଳରେ ରସା ରସା ବାରାଗ ଗାୟକ ମୋ ସ୍ୱର ଠିକ ଅଛି ହଁ ପାଲା ଚାଲିବ ଚାଲିବ କିଛି ଦରକାର ନାହିଁ ଠିକ ଶୁଣି ହୋଇଥିଲା ଦ୍ରୁପଦ ଶୁଣି କହିଲା ମୋ ଶିବ 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 ଯଦି ହଁ ଆଶୀର୍ବାଦ କରିଥିବେ ବେଶ ପୁଅମାନେ ସୁନ୍ଦରୀ ସ୍ତ୍ରୀ ପାଇବେ ପାଇବେ ଝିଅମାନେ ସୁନ୍ଦର ସ୍ୱାମୀ ପାଇବେ ପାଇବେ ଆଜ୍ଞା କଣ କଲେ କଣ କଲେ ଭଞ୍ଜ ଛାଡି ନାହାନ୍ତି ନା 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 ରସିକ ବିଚାର କରେ ଦୀପଦାନ କାର୍ତ୍ତିକରେ ବେଶ ପ୍ରୟାଗେ ସ୍ନାନ କରେ ଯେଉ ସେହୁ ମକରେ করে ଆମେ ହଁ ଶିବଙ୍କୁ ଆଜ୍ଞା ଦୀପଦାନ କରିବା କରିବା କାର୍ତ୍ତିକ ମାସରେ ବଡ ଓଷା ଦିନ ଆଜ୍ଞା ଆଜ୍ଞା ଦୀପ ଛାଡିବା ଛାଡ଼ିବା ଜାଗର ଦିନ ବାସ୍ ଶିବଙ୍କ ପାଖରେ ହଁ ଦୀପ ଜାଳିବା ଜାଳିବା ଯଦି ସୁନ୍ଦରୀ ସ୍ତ୍ରୀ ଆଉ ସୁନ୍ଦର ସ୍ୱାମୀ ପାଇବା ପାଇବା କି ନାଇଁ ଆଜ୍ଞା ତେବେ ସୁର ଆଜ୍ଞା କାଳିଙ୍କି ମନାଇ ଜବା ମାଳା ଦେଇ ବାସ୍ କାଳିଙ୍କ ଗଳାରେ ହଁ ମନ୍ଦାର ମାଳ ଦେଇ ଦେଇ ସନ୍ତୋଷ କରେଇଥିଲେ ବେଶ ଜୀବନରେ ସୁନ୍ଦର ସ୍ତ୍ରୀ ମିଳିବେ ସୁନ୍ଦର ସୁନ୍ଦର ସ୍ୱାମୀ ମିଳିବେ ପାଇବା ଇଏ ମନେ ମନେ ଭାବୁଛନ୍ତି ହଁ ଇଏ ସୁନ୍ଦରୀ ସ୍ତ୍ରୀ କି ମୁଁ ପାଇଗଲେ ବାସ୍ ମୋ ଜୀବନ ଧନ୍ୟ ହେଇଯାଆନ୍ତା ହେଇଯାନ୍ତା ଦେଖିଦେଲେ ସିନା ହଁ ମନେ ମନେ ଭାବିଲେ ଏ ମୁଁ ଆପଣମାନଙ୍କୁ ଏଇଠି ଗୋଟେ ସୁନ୍ଦର କଥା କହିବି କୁହନ୍ତୁ ଆଜ୍ଞା ଯାହାଙ୍କର 7ଟା ପିଲା ମରିଛନ୍ତି ଆଖି ଆଗରେ ଆଜ୍ଞା ସେତେବେଳକୁ ଭୀଷ୍ମ ହଉଛନ୍ତି ଯୁବକ ଭେଣ୍ଡା ପୁଅ ପୁଅ ସାରେ ଯଦି ବାପାଙ୍କର ସ୍ତ୍ରୀଟି ମରିଗଲା ଆଜ୍ଞା ଛାଡ଼ି ଦେଇ କୁଆ ପଳେଇଲା ହଁ ଭେଣ୍ଡା ପୁଅ ଘରେ ଅଛି ଅଛି ବାପାର କର୍ତ୍ତବ୍ୟ ହଁ ଇଏ ଭେଣ୍ଡା ପୁଅ ପାଇଁ ବୋହୂଟି ଆଣିକି ଘରକୁ ରକ୍ଷା କରିବା ଚିନ୍ତା କରିବ ହେଁ? ନା ଭେଣ୍ଡା ପୁଅ ଥାଉ ଥାଉ ବାପା ଆଉ 4ଟା ବାହା ହବ ଏ ହେ ବୁଢା କେଳେ ଲୁଙ୍ଗୁଡା ଆଜ୍ଞା କହୁନାହାନ୍ତି ଆପଣ ଯାହା କଲେ ଶାନ୍ତନୁ ଠିକ ଆରେ ତମେ ତ ଆଖି ଆଗରେ ଦେଖୁଛ 7ଟା ପିଲା ମୋର ମରିଯାଇଛନ୍ତି ବାସ୍ ମନରେ ବୈରାଗ୍ୟ ଭାବଟା ଆସିଯିବା କଥା ଆସିବା କଥା ସଂସାର ମନ ଦେବା କଥା ନୁହଁ ନା। ଇଏ କେତେ ସ୍ତ୍ରୈନ ହଁ। ଭେଣ୍ଡା ପୁଅ ଘରେ ଅଛି ଅଛି ତା ପାଇଁ ଗୋଟେ ବୋହୂ ଆଣିକି ବିବାହ କରେଇ ଦେଇକି ଘର କେମିତି ରକ୍ଷା ହେଇଯିବ ଚିନ୍ତା ନ କରି ନକରି ଇଏ କହୁଛନ୍ତି ମୁଁ ଆଉ ବାହା ହେବି ଆଜ୍ଞା ହଁ ଭୁଲ ନାଇଁ ଠିକ ଭୁଲ ତ କଣ ଏଇଆ ଶିଖିବା ଆମେ ହଁ ଏବେ ବି କଳିଯୁଗ ହଉଛି ହଉଛି ହଉନି ହଁ ହଉଛି ହଉଛି ନା ଏ ପୁଅ ଆଜ୍ଞା ତେବେ ମୁଁ କାହିଁକି କହିଲି କଣ ପାଇଁ କହିଲେ ଇଏ ଦିନକୁ ଦିନ ପୁଅ କ୍ଷୀଣ ହେଲେ ଦୁର୍ବଳ ହେଇଗଲେ ଆଉ ରାଜ୍ୟ କାର୍ଯ୍ୟରେ ମନ ଦେଲେନି କିଏ ଶାନ୍ତନୁ ଶାନ୍ତନୁ ବାସ୍ କାଳିମା ପଡି ପଡି ଝୁରି ଝୁରି ଶୁଖିଲେ ଆହା ଭୀଷ୍ମ ଚାହିଁଦେଲେ ବାପାଙ୍କର ଅବସ୍ଥା ଆହା କହିଲେ କାମିନୀ ଜିନ୍ଦାରେ କାଞ୍ଚନ ପ୍ରାୟ ତନ ମଳେ ଆଉ ହସ୍ତିନାର ରାଜ କାର୍ଯ୍ୟରେ ନଲାଗେ କାମିନୀ ଚିନ୍ତାରେ କାଞ୍ଚନ ପ୍ରାୟ ତନୁ ମଳିନ ୟା ପାଇଁ ମେଡିକାଲ ଔଷଧ ଆଜ୍ଞା ଅଛି ନା ଆଜ୍ଞା ଅଛି କି
ଜଣେ ପୁଅ ଗୋଟେ ଝିଅକୁ ଧୁରି ଧୁରି କ୍ଷୀଣ ହବ ବାସ୍ ବାସ୍ ତାକୁ 1000 ଟଣିକି ଦେଲେ ସେ ଧରିବ ନାଇଁ ହବନି ଆଜ୍ଞା ୟା ପାଇଁ ମେଡିକାଲରେ ଔଷଧ ନାହିଁ ନାଇଁ ଆଜ୍ଞା ଝୁରି ଝୁରି କ୍ଷୀଣ ହେଲେ ଆଜ୍ଞା ଶାନ୍ତନୁ ହସ୍ତିନାର ରାଜକାର୍ଯ୍ୟରେ ମନ ଦେଲେନି ନା ଜାଣିଲେ ପରୋକ୍ଷରେ ଦେବବ୍ରତ ବାସ୍ କଲେ ଯଦି ଦାସରାଜା କନ୍ୟାକୁ ମୋ ବାପା ପାଇଯିବେ ତେବେ ତାହେଲେ ଆଙ୍କ ଜୀବନ ରକ୍ଷା ହେଇଯିବ ରକ୍ଷା ହେଇଯିବ ଚାଲିଲେ ବାସ୍ ଦେବବ୍ରତ ହଁ ସୁର ସାରେ କହିଲେ କହିଲେ ଆପଣ ଦାସରାଜାଙ୍କୁ କହିଲେ କନ୍ୟାକୁ ମୋ ବାପାଙ୍କ ସହିତ ବିବାହ ଦିଅନ୍ତୁ ବାସ୍ ନା ହେଇପାରିବନି ନା ତମ ରାଜ୍ୟଗାଦୀର ଗୋଟେ ନିୟମ ଅଛି କଣ ଜ୍ୟେଷ୍ଠ ସନ୍ତାନ ମାନେ ସିଂହାସନରେ ବସିବେ ବସିବେ ଆଉ ତମେ ହଉଛ ଜ୍ୟେଷ୍ଠ ସନ୍ତାନ ଆଚ୍ଛା ସିଂହାସନରେ ବସିବ ବସିବ ମୋ ଝିଅ ଗର୍ଭରୁ ଯୋଉ ସନ୍ତାନ ସୃଷ୍ଟି ହେବେ ହେବେ ସିଏ ରାଜଗାଦୀରେ ବସି ପାରିବେନି ନା ସିଏ ଦାସ ହେବେ ହେବେ ତେଣୁ ଜାଣି ଶୁଣି କାହିଁ ମୋ ଝିଅର ମୁଁ ଜୀବନ ଧ୍ୱଂସ କରିବି ବାସ୍ ତେଣୁ ବାପାଙ୍କ ପାଇଁ ଦେଖନ୍ତୁ ନିଜର ଜୀବନକୁ ଜଳାଞ୍ଜଳି ଦେଇଦେଲେ ଦେବବ୍ରତ ଆଜ୍ଞା କହିଲେ ଯଦି ଏ କନ୍ୟାକୁ ନ ପାଇବେ ବାପା ମୋ ବାପା ମରିଯିବେ ମରିଯିବେ 10 ଦିଗ ପାଳକୁ ସାକ୍ଷୀ ରଖି ଆଜ୍ଞା ଶପଥ କଲେ କହିଲେ କହିଲେ ଆଜକୁ କଠୋର ବ୍ରତ ମୁଁ କରୁଛେ ପାଳନ କରୁଛେ ପାଳନ ଆରେ ଆଜକୁ କଠୋର ବ୍ରତ କରୁଛେ ପାଳନ କରୁଛେ ପାଳନ ଆରେ ଜୀବ ନରେ ନଗରେ ଋଣରେ ଗ୍ରହଣ ଆରେ ଜୀବନରେ ନ କରିବି ରମଣୀ ଗ୍ରହଣ 10 ଦିଗ ପାଳକୁ ସାକ୍ଷୀ ରଖି ମୁଁ ଶପଥ କରୁଛି କରୁଛି ହେ ଦାସ ରାଜା ହେଲା ମୁଁ ସିଂହାସନରେ ବସିବିନି କନ୍ୟା ଗ୍ରହଣ କରିବିନି କରିବିନି ବିବାହ କରିବିନି ବାସ୍ ତମରି କନ୍ୟା ଗର୍ଭରୁ ଯୋଉ ସନ୍ତାନ ସୃଷ୍ଟି ହବ ହବ ଏ ହସ୍ତିନାର ସିଏ ଉତ୍ତରାଧିକାରୀ ହବ ହବ ନିୟମ କରିଦେଲେ ବିବାହ ଦେଇଦେଲେ ଦେଇଦେଲେ ଆଜ୍ଞା ଭଗବାନ କୃଷ୍ଣ କହିଲେ ହଁ ତୃତୀୟ ନମ୍ବର ଲଜ୍ଜାଜନକ କ୍ଷତି ଇଏ କଣ କଣ ଆଜ୍ଞା ସୁର ସାରେ ଆମର ମା କେତେ ଜଣ ମା 2 ଜଣ ହେ? ମା 2 ଜଣ କିଏ ଗୋଟିଏ ଜନ୍ମ ଦେଇଛି ମା ଆଜ୍ଞା ହଁ ଆଉ ଗୋଟିଏ ଶାଶୁ ମା ସେଇଟା ତ ଆଗ ଆଜ୍ଞା ସେଇଟା ଆଗ ମାଲ ଅଛି ସେଠୁ ଆଉ ହଁ ମ ତୋ ଭଳିଆ ଚଣ୍ଡାଳ କିଏ ଅଛି ଆଜ୍ଞା ଏ ସାରେ ଶୁଣ କହୁନାହାନ୍ତି ମା 7 ଜଣ 7 ଜଣ ହଁ କିଏ ସେ ଆଜ୍ଞା ମନୁ ଲେଖିଛନ୍ତି କଣ କହିଲେ ଜନନୀ ଗୁରୁପତ୍ନୀ ଚ ବ୍ରହ୍ମଣୀ ରାଜପତ୍ନୀ କା ଗାଭିଧାତ୍ରୀ ଧରଣୀ ଚ ସମତୈତେ ମାତର ଶ୍ରୁତ ଜନନୀ ଏକ ଗୁରୁପତ୍ନୀ ଦୁଇ ବ୍ରହ୍ମଣୀ ତିନି ରାଜପତ୍ନୀ ରାଣୀ ଚାରି ଗାଭୀ 5 ଧାତ୍ରୀ 6 ଧରଣୀ 7 ସାତେ ମା 7 ମା ବ୍ରହ୍ମ ବିବର୍ତ୍ତ ପୁରାଣ କହିଲେ କହିଲେ ସାତେ ମା ହଁ କେମିତି କହିଲେ କିଏ ସେ କୁହନ୍ତୁ কোলে মাতা বি মাতা গো মাতা রাজ মাতা জানো রে ভোলা জানো ব্রহ্মণী ধরণী ঋষি মাতা গো প্রণাম 7 জন মা 7 মা ইয়াঙ্কু নমস্কার করিবা বিধেয় বিধেয় মাতা 1 বিমাতা 2 রাজমাতা 3 গোমাতা 4 বসুধিয়া মাতা 5 ব্রাহ্মণী মাতা 6 ঋষি মাতা 7 তাহলে এই ଯୋଉ ଯୋଜନ ଗନ୍ଧାକୁ ଆଜ୍ଞା ବିବାହ କଲେ କହିଲେ ଦେବବ୍ରତଙ୍କର ପିତା ଯେ କି ଶାନ୍ତନୁ ଆଜ୍ଞା ଇଏ ଋଷିପତ୍ନୀ ନାହିଁ ଋଷି ପତ୍ନୀ ଯେହେତୁ ପରାଶର ତାଙ୍କ ସହିତ ରମଣ କରିକି ବ୍ୟାସକୁ ଜନ୍ମ ଦେଇଛନ୍ତି ଆଜ୍ଞା। ତାଙ୍କ ସ୍ତ୍ରୀ ନା ନାହିଁ ଋଷିପତ୍ନୀ ବାସ୍ ବ୍ରାହ୍ମଣୀ ପତ୍ନୀ ପତ୍ନୀ ତାହେଲେ କେମିତି ଜଣେ ଇଏ କ୍ଷତ୍ରିୟ ସନ୍ତାନ ହଁ ଋଷିପତ୍ନୀ କି ଏଇ, ବ୍ରାହ୍ମଣୀ ସ୍ତ୍ରୀ କି ହଁ ପୁନର୍ବାର ବିବାହ କଲେ କହିଲେ ସେଇ କଥା ଆଜ୍ଞା ଭଗବାନ କୃଷ୍ଣ କହିଲେ କହିଲେ ଇଏ ଗଲା ତୃତୀୟ ନମ୍ବର ଲଜ୍ଜାଜନକ କ୍ଷତି হ্যাঁ ଆଜ୍ଞା ঠিক কি ଠିକ ନା ଭୁଲ চতুর্থ କଣ ଆମର ଏହି ପାଲାର ସମସ୍ତ ଭାଗଗୁଡ଼ିକ ଆପଣଙ୍କୁ କିପରି ଲାଗୁଛି ତାହା ଆମର ଏହି କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଯଦି ଆମର ଏହି ଚ୍ୟାନେଲଟି ଆପଣଙ୍କୁ ଭଲ ଲାଗୁଥାଏ ତେବେ ଆମର ଏହି ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛି ନମସ୍କାର।